हेलो ସାଙ୍ଗମାନେ ଜୟ ଜଗନ୍ନାଥ। ଏବେ ଆମେ ଆସିଗଲୁ ମୈସୁର ପ୍ୟାଲେସ୍। ମୈସୁର ପ୍ୟାଲେସ୍ର ଫାଷ୍ଟ ଫ୍ରଣ୍ଟ ଗେଟ୍ରେ ଆସିଯାଇଛୁ। ଏବେ ଦେଖନ୍ତୁ ଆମେ ଟିକେଟ୍ କରିକି ଭିତରକୁ ଯିବୁ। ଟିକେଟ୍ କରିକି ଆମେ ଭିତରକୁ ପଳେଇ ଆସିଲୁ। ଏବେ ମନ୍ଦିର ଅଛି ଫାଷ୍ଟ ଏଣ୍ଟ୍ରି ଗେଟ୍ ପାଖରେ। ତ ଆମେ ଟିକେ ମନ୍ଦିର ବୁଲିଲୁ। ମନ୍ଦିର ବୁଲାବୁଲି କରିକି ତାପରେ ଆମେ ମୈସୁର ପ୍ୟାଲେସ୍ ଯିବୁ। ମୈସୁର ପ୍ୟାଲେସ୍ ଭିତରେ କ'ଣ ସବୁ ଦେଖିମୁ ସେଟା ଆପଣମାନଙ୍କୁ ସେୟାର କରିବୁ। ଏବେ ଆମେ ମନ୍ଦିର ଭିତରେ ବୁଲୁଛୁ। ଦେଖନ୍ତୁ ମନ୍ଦିର ମାନେ ବହୁତ ପୁରୁଣା ମନ୍ଦିର, ବହୁତ ଲୋକ ଅଛନ୍ତି ପୂଜା କରୁଛନ୍ତି। ଏବେ ଆମେ ମୈସୁର ପ୍ୟାଲେସ୍ ଭିତରକୁ ଯିବୁ। ମୈସୁର ପ୍ୟାଲେସ୍ ଭିତରେ କ'ଣ ଦେଖିବୁ ସେଟା ଆପଣମାନଙ୍କୁ ସେୟାର କରିବୁ। ଦେଖନ୍ତୁ ବହୁତ ସାରା ଲୋକମାନେ ଆସିଛନ୍ତି। ଗାର୍ଡେନଟା ଏଟା ଅଛି ଆଉ ଗାର୍ଡେନର ବହୁତ ମେଣ୍ଟେନାନ୍ସ ବି ହେଉଛି। ବହୁତ ଭଲ ବି ଲାଗୁଛି। ଗଛ ଗୁଡ଼ା ସବୁ ଲଗା ହେଇଛି, ସବୁ ଗଛ ଆଉ ଏମିତି ଜାଗା ଦେଖିବା ପାଇଁ ଟିକେ ଭଲ ଲାଗେ। ଦେଖନ୍ତୁ ମୁଁ ଆପଣମାନଙ୍କୁ ଫ୍ରଣ୍ଟରୁ ପୁରା ଦେଖଉଛି। ବହୁତ ସୁନ୍ଦର ଆକାରରେ ପ୍ୟାଲେସଟା ହେଇଛି, ବହୁତ ପୁରୁଣା ପ୍ୟାଲେସ। ଆଉ ଆମେ ଭିତରକୁ ଯିବା। ତା ପୂର୍ବରୁ ମୁଁ ଆପଣମାନଙ୍କୁ ବାହାରକୁ ଦେଖେଇ ଦଉଛି କେମିତି ଦେଖାଯାଉଛି। ଆପଣମାନେ ବି ଦେଖନ୍ତୁ। ଆଉ ବାହାରଟା ସାଇଡରେ ଦେଖନ୍ତୁ ତା ଫ୍ରଣ୍ଟରେ ସବୁ କ'ଣ ଅଛି, କେମିତି ଅଛି। ବହୁତ ବଡ଼ ଜାଗାରେ ବନା ହେଇଛି ଆଉ ବଢ଼ିଆ ଲାଗିଲା ଏଟା ଦେଖିକି ବୁଲିକି। ଆଉ ଆପଣମାନଙ୍କୁ ଭିତରକୁ ବି ନେଇକି ଯିବୁ ଆମେ। ଆଉ ଭିତରେ ବି ଦେଖିବେ। ଏବେ ଦେଖନ୍ତୁ ମୁଁ ଟିକେ ପାଖକୁ ନେଉଛି କେମିତି ଲାଗୁଛି। ଆପଣମାନେ ବି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ପ୍ୟାଲେସଟା ବହୁତ ସୁନ୍ଦର ହେଇଛି। ଆଉ ଆପଣମାନେ ଦେଖିବେ, ଯଦି ଆସିବେ ବି ଆପଣମାନେ ନିଜେ ବି ଦେଖିବେ ବହୁତ ସୁନ୍ଦର ହେଇଛି। ବାହାରୁ ଯେମିତି ସୁନ୍ଦର ଲାଗୁଛି ଭିତରେ ବି ଆହୁରି ସୁନ୍ଦର ଥିବ। ଚାଲନ୍ତୁ ଏବେ ଆମେ ଭିତର ପଟକୁ ଯିବା, କେମିତି କ'ଣ ଭିତରେ ଅଛି ଦେଖିବା। ଫାଷ୍ଟ ଗୋଟିଏ ଷ୍ଟାଣ୍ଡ ଅଛି, ଆମେ ଚପଲ ରଖିଦେଲୁ ସେଠି। ଚପଲ ରଖିକି ଭିତରକୁ ଆସିଲୁ। ଏଠି ଦେଖନ୍ତୁ ମାନେ ଯେଉଁ ହ୍ୟାଣ୍ଡଲୁମ୍ର ସବୁ ବିକ୍ରି ହୁଏ ସେସବୁ ବନା ହେଇଛି। ମୈସୁରର ସବୁ ହ୍ୟାଣ୍ଡଲୁମ୍ର ସବୁ ବନାଉଛନ୍ତି, ସେଟା ଏଠି ବିକ୍ରି କରୁଛନ୍ତି। ଡ୍ରେସ୍ ବଗେରା ଶାଢ଼ୀ ସବୁ ଜିନିଷ ମିଳିଯିବ ଏଠି। ଆଣ୍ଡ ଆମେ ଏବେ ଭିତରକୁ ଯାଉଛୁ। ଭିତରକୁ ବହୁତ ସାରା ଲୋକ ଅଛନ୍ତି। ଏତେ ଲୋକ ମିନିମମ୍ ଲକ୍ଷ ଲୋକ ଆସୁଛନ୍ତି ଏଠିକି। ଆଉ ବହୁତ ସାରା ଲୋକ ଯିବା ଆସିବା କରୁଛନ୍ତି, ଏପଟେ ଯାଉଛନ୍ତି। ଯେତିକି ଲୋକ ଦେଖୁଛନ୍ତି ସେପଟେ ବାହାରୁଛନ୍ତି ବି ସେତିକି ଲୋକ ଆମେ ଦେଖିଲୁ। ଆଉ ଦେଖନ୍ତୁ ଫାଷ୍ଟ ଏଣ୍ଟ୍ରି ଗେଟ୍ ଆମେ ଭିତରେ ପଶିବୁ। ମାନେ ଏଇଟା ଏଣ୍ଟ୍ରି ଗେଟ୍ କ'ଣ, ଏଇଟା ଆମେ ବ୍ୟାକ୍ ସାଇଡ଼୍ରୁ ଯାଉଛୁ କାହିଁକିନା ଫ୍ରଣ୍ଟ ସାଇଡ଼୍ରୁ ଏଣ୍ଟ୍ରି ଗେଟ୍ ନାହିଁ। ଯଦି ଥିବ ରାଜାମାନଙ୍କ ପାଇଁ ଥିବ, ଆମେ ଏଇଟା ସାଇଡ଼୍ରୁ ଯାଉଛୁ। ଆଉ ଟିକେ ବ୍ୟାଗ୍ ସବୁ ସ୍କାନିଂ ହେବ ଏଠି। ସ୍କାନିଂ ହେଇକି ଭିତରକୁ ଆସିଲୁ। ଆମେ ଏବେ ଫାଷ୍ଟ ଏଇଠି ଆସିବ ଭିତରକୁ ମନ୍ଦିର ଅଛି। ଆଉ ଠାକୁରଙ୍କର ଫାଷ୍ଟ ଭଲ ମୂର୍ତ୍ତି ଅଛି ଭଗବାନଙ୍କର। ମୋ ହାଇଟ୍ ତ ଛୋଟ, ମୁଁ ଆପଣମାନଙ୍କୁ ସାୟଦ ଦେଖେଇ ପାରୁନି। ଆଉ ଭିତରକୁ ଗଲେ ଯାହା ଦେଖାହେବ ସେଇଟା କହିବି। ବହୁତ ଭିଡ଼ ଅଛି ଆଉ ମୁଁ ଆଗକୁ ବି ଯାଇପାରୁନି। ଆଉ ସାଇଡ଼୍ରୁ ହିଁ ପଳଉଛି। ଦେଖନ୍ତୁ ଉପରେ କେମିତି ଲାଗୁଛି। ଉପରେ ତ ବହୁତ ସୁନ୍ଦର ଆକାରରେ ବନା ହେଇଛି। ଆଉ ଏବେ ଆସିଗଲୁ ଭିତରକୁ ଆସିକି ଦେଖନ୍ତୁ ସାଇଡ଼୍ରେ ଯାହା ସବୁ ରଖା ହେଇଛି ପୁରୁଣା ଜିନିଷ ସବୁ ଏଠି। ଆଉ ସେଇଟା ମୁଁ ଆପଣମାନଙ୍କୁ ଦେଖେଇବି। ଆଉ ଦେଖନ୍ତୁ ଫାଷ୍ଟ ଏଗୁଡ଼ା ସବୁ ରାଜାମାନଙ୍କର ଯାହା ସବୁ ଅଛି ସେଗୁଡ଼ା ସବୁ ମୁଁ ଦେଖାଉଛି ଆପଣଙ୍କୁ। କେମିତି ଲାଗୁଛି ଆପଣ ବି କହିବେ। ଭଗବାନଙ୍କର ମୂର୍ତ୍ତି ବି ଅଛି, ଭଲ ଲାଗୁଛି। ଭଗବାନଙ୍କର ମୂର୍ତ୍ତି ସବୁ ରଖିଛନ୍ତି। ଆଉ ଏଇଟା ଦେଖନ୍ତୁ ମୈସୁର ପ୍ୟାଲେସ୍ର ଉପର ଗୁଡ଼ା ଆଉ ଭିତର ଗୁଡ଼ା କେମିତି ଲାଗୁଛି। ସେଥିରେ ବହୁତ ବଢ଼ିଆ ହେଇଛି ରାଜାଙ୍କ ସମୟର। ଆଉ ଦେଖନ୍ତୁ କେତେ ଲୋକ ଯିବା ଆସିବା କରୁଛନ୍ତି। ଭାବନ୍ତୁ ଆମେ ତ ଏଇଟା ଟାଇମ୍ ହେଇଯାଇଛି 12:30 ପରିକା, ଲେକିନ୍ ଦେଖନ୍ତୁ ଏତେ ଭିଡ଼। ଆଉ ପୁରା ଦିନ ରାତି ବି ଏଠି, ରାତିରେ ବି ଲୋକମାନେ ଆସନ୍ତି। ରାତିର ଭିଉ ମୁଁ ଆପଣମାନଙ୍କୁ ଦେଇପାରିବିନି, କିନ୍ତୁ ଦିନର ଯାହା ସବୁ ହେଉଛି ମୁଁ ସେଇଟା ଆପଣମାନଙ୍କୁ ଦେଖେଇ ପାରିବି। ଦେଖନ୍ତୁ ରାଜାଙ୍କର ଏଇଟା ସବୁ ରାଣୀମାନେ ଯିଏ ଥିଲେ ସେପଟେ ରହିକି ଯାହା ବି କାର୍ଯ୍ୟକ୍ରମ ହେଉଥିଲା ସବୁ ଦେଖୁଥିଲେ ସେଠି। ଆଉ ଏଠି ଦେଖନ୍ତୁ ରାଜାଙ୍କର ପୁରୁଣା ଇଂରେଜମାନଙ୍କ ଟାଇମ୍ର ସମୟରେ ସେମାନେ କେମିତି ଆସିଥିଲେ, ସେସବୁ ଶାସନ କରୁଥିଲେ କି କ'ଣ ଆସୁଥିଲେ ସେଇଟା ସବୁ ଦେଖେଇଛି ଫଟୋ ଚିତ୍ରରେ ବନେଇ ଦେଇଛନ୍ତି ଏଠି। ଆଣ୍ଡ ଦେଖନ୍ତୁ କେମିତି ହେଇଛି ରାଜାଙ୍କର ଯେଉଁ ସିଂହାସନ ଯେଉଁଠି ରହେ ସେଇଟା ମାନେ ବହୁତ ସୁନ୍ଦର ଆକାରରେ ବନେଇଛନ୍ତି। ଆଉ ଏବେ ଦେଖନ୍ତୁ କେମିତି ଲାଗୁଛି, ବହୁତ ସୁନ୍ଦର ଲାଗୁଛି ରିଏଲି। ମୁଁ ଭାବୁଛି ଏମିତି ଯଦି ଆମ ଘର ହେଇଥାନ୍ତା ତ କେତେ ସୁନ୍ଦର ହେଇଥାନ୍ତା। ଆଉ ଯାହା
बहुत सुंदर ସୁଯୋଗ ମିଳିଲା ଏଠିକି ଆସିବାର ଦେଖିବାର ଆଉ ଏତେ ସୁନ୍ଦର ଜିନିଷ ମୁଁ ଫାଷ୍ଟ ଟାଇମ୍ ଦେଖୁଛି। ଆଉ କେଉଁ ପ୍ୟାଲେସ୍କୁ ମୁଁ ଫାଷ୍ଟ ଟାଇମ୍ ଆସିଛି ସେଠି ମୈସୂର ପ୍ୟାଲେସ୍କୁ ମୁଁ କେବେ ବି କେଉଁ ପ୍ୟାଲେସ୍କୁ ଯାଇନଥିଲି ତ ମୈସୂର ପ୍ୟାଲେସ୍କୁ ଫାଷ୍ଟ ଟାଇମ୍ ଆସିଛି। ଏବେ ଦେଖନ୍ତୁ ମନ୍ଦିର ସହିତ ଫଟୋ ଇଂରେଜମାନଙ୍କର ଫଟୋ ଚିତ୍ର ଆଉ ରାଜାଙ୍କ ସହିତ ସବୁ ଆଗରୁ ଯେଉଁ ସବୁ ଥିଲେ ସେମାନେ ସବୁ ଫଟୋ ଉଠେଇଛନ୍ତି। ଆଉ ଦେଖନ୍ତୁ ବହୁତ ଭିଡ଼ ଏଇଟା ବହୁତ ମାନେ ବହୁତ ସାରା ଲକ୍ଷ ଲକ୍ଷ ଲୋକମାନେ ଯିବା ଆସିବା କରୁଛନ୍ତି ଏଠି। ଦେଖନ୍ତୁ ମାନେ ରାଜାଙ୍କର କବାଟ ଗୁଡ଼ା କେତେ ସୁନ୍ଦର ଲାଗୁଛି। ଏବେ ଦେଖନ୍ତୁ ପୁରୁଣା ସବୁ ରାଜା ରାଣୀଙ୍କର ଫଟୋ ଚିତ୍ର ଏଇ ସବୁ ଥିଲେ ସବୁ ରାଣୀ କି ତାଙ୍କର ସବୁ ଯିଏ ଝିଅ ପୁଅ ଥିଲେ ସବୁ ତାଙ୍କର ସବୁ ଫଟୋ ସବୁ ଅଛି। ଆଗରୁ କେମିତି ସବୁ ଛୋଟ ବେଳରୁ ବହୁତ ଶାଢ଼ୀ ଫାଢ଼ୀ ପିନ୍ଧୁଥିଲେ ଆଉ କେତେ ସଜ ହେଇକି ରହୁଥିଲେ ସେଟା ବି ମୁଁ ଦେଖିକି ମାନେ ଆଗ ଟାଇମ୍ର କେମିତି ସବୁ ଥିଲା ସେଟା ବି ଦେଖାଉଛି। ଆଶ୍ଚର୍ଯ୍ୟ ଲାଗୁଛି ଆଗରୁ ଏମିତି ସବୁ ରହୁଥିଲେ ଇଏ କରୁଥିଲେ ଆଉ ଏବେ ପୁରା ଦୁନିଆ ଆମର ଚେଞ୍ଜ ହେଇଯାଇଛି। ଦେଖନ୍ତୁ ପୁରୁଣା ରାଜା କେତେ ସବୁ ଅଛନ୍ତି ଆଉ ଏଠି ଦେଖନ୍ତୁ ରାଜା ସିଂହାସନରେ ବସିଛନ୍ତି ତାଙ୍କର ବି ଗୋଟେ ଫଟୋ ଅଛି। ଇଏ ବି ପୁରୁଣା ରାଜା ତାଙ୍କ ନାଁ ଲେଖା ହେଇନି ଆଉ ଏଠି ଦେଖନ୍ତୁ ଇଏ ବି ରାଣୀ ଅଛନ୍ତି ଆଉ ତାଙ୍କର ବି ଫଟୋ ଦେଇଛି ଆଉ ସେ ଆଗରୁ କେମିତି ରହୁଥିଲେ ସେଟା ବି ଦେଖନ୍ତୁ ଆଉ ବଢ଼ିଆ ସୁନ୍ଦର ହେଇଛି ଜାଗାଟା ବି। ଆଣ୍ଡ ଏଠି ଦେଖନ୍ତୁ ଆହୁରି ଗୋଟେ ପୁରୁଣା ରାଜା ବି ଏଠି ଆସିଗଲେ ରାଜା ଏପଟେ ମାନେ ଦୁଇ ସାଇଡ଼୍ରେ ଅଛି ରାଜା ରାଣୀ ଆଉ ତାଙ୍କର ଭାଇ ଭଉଣୀ ବି ଯିଏ ସବୁ ଅଛନ୍ତି ସେମାନେ ସବୁଙ୍କ ସହିତ ସବୁ ଫଟୋ ମାନେ ସବୁ ଫଟୋ ଅଛି। ଦେଖନ୍ତୁ କେମିତି ସବୁ ବନା ହେଇଛି ଇଏ ସବୁ ମୋତେ ଲାଗୁଛି ଆର୍ଟ କରାହେଇଥିବ। ଆଉ ଫଟୋ ତ ଆଗରୁ ମୋତେ ଜଣା ହୁଏନି କିନ୍ତୁ ବଢ଼ିଆ ହେଇଛି ଏବେ ସବୁ। ଦେଖନ୍ତୁ ବହୁତ ପୁରୁଣା ଫଟୋ ସବୁ ରାଣୀ ଅଛନ୍ତି ଆଉ ଇଏ ଆଲେକ୍ସାଣ୍ଡରଙ୍କର ୱାଇଫ୍ ଅଛନ୍ତି ତାଙ୍କର ବି ଫଟୋ ରଖା ହେଇଛି। ଆଣ୍ଡ ମାନେ ମୁଁ ଜାଣିଲି କେମିତି ଏଠି ତଳେ ଲେଖା ହେଇଥିଲା ସେଥିପାଇଁ ମୁଁ ଜାଣିଲି। ଆଣ୍ଡ ଏଠି ଦେଖନ୍ତୁ ତାଙ୍କର ଛୋଟରୁ ନେଇକି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଫଟୋ ରଖା ହେଇଛି ବହୁତ ବଢ଼ିଆ ଲାଗିଲା ଦେଖିବା ପାଇଁ। ଦେଖନ୍ତୁ ଆପଣମାନଙ୍କୁ କେମିତି ଲାଗୁଛି ଆପଣମାନେ ବି କହିବେ ଆଜି ଆସିଥିବେ ବି ଦେଖିଥିବେ ଯେ କ'ଣ କ'ଣ ଦେଖିଲେ ସେଟା ବି ସେ କହିବେ। ଦେଖନ୍ତୁ ସିନ୍ଦୁକ ପରିକା ହେଇଛି ଏଟା ସିନ୍ଦୁକ ଟାଇପ୍ର ତ ଆଗରୁ ରାଜା ରାଣୀଙ୍କର ସବୁ ସିନ୍ଦୁକ ଥିବ ସେଗୁଡ଼ା ସବୁ ଆପଣମାନେ ଦେଖନ୍ତୁ ବହୁତ ସୁନ୍ଦର ସୁନ୍ଦର ଜିନିଷ ଅଛି ଏଠି ମିରର ଆଉ ମାନେ ବିଣା ଟାଇପ୍ର ଅଛି ଆଉ ଛୋଟଟା ମୋତେ ବହୁତ ବଢ଼ିଆ ଲାଗେ ଛୋଟ ଛୋଟ ଜିନିଷ ସବୁ। ଆଉ ଏଇଟା ଦେଖନ୍ତୁ ଏସବୁ କ'ଣ କ'ଣ ସବୁ ଥୁଆ ହେଇଛି ଦେଖନ୍ତୁ ମୂର୍ତ୍ତି ବି ଏଇଟା କ'ଣ ଏଇଟା ତାଙ୍କ ଗୋଡ଼ ଟାଇପ୍ର ମାନେ କେଉଁ ଆନିମଲ୍ର ଗୋଡ଼ ଟାଇପ୍ର ଅଛି ତା ଦେହରେ ବି ଟେବୁଲ୍ ବନେଇ ଦେଇଛନ୍ତି ମାନେ ଫର୍ଣ୍ଣିଚର୍ ସବୁ ବନେଇ ଦେଇଛନ୍ତି ବହୁତ ବଢ଼ିଆ ଜିନିଷ ଅଛି। ଏଇଟା ସବୁ ଚାନ୍ଦିର ଅଛି ଦେଖନ୍ତୁ ସବୁ ରୂପାର ଅଛି। ବାହାରକୁ ଆସିଗଲେ ଦେଖନ୍ତୁ କବାଟ କେତେ ସୁନ୍ଦର ବି ତାଙ୍କର ସବୁ ଅଛି ଆଗର। ଏବେ ଦେଖନ୍ତୁ ଏଇଠି ରାଜା ତାଙ୍କର ଯେଉଁ ସବୁ ଥିଲେ ସବୁ ମାନେ ଖରା ବି ପଡ଼ୁଥିଲା ବସି ଉଠିବେ ସବୁ ବଢ଼ିଆ ଅଛି ଏଠି। ଝରକା ବି ଦେଖିପାରିବେ କିଛି ନୃତ୍ୟ ଯାହା ହେଲେ ବି ଆଗରୁ ହେଉଥିବ ସେସବୁ ଦେଖିବା ପାଇଁ ଡ୍ୟାନ୍ସ ଫ୍ୟାନ୍ସ ସବୁ ଦେଖିବା ପାଇଁ ମିଳିଥିଲା। ଦେଖନ୍ତୁ ପୁରୁଣା ଜମାନାର ସବୁ ରହିଛି ଆଣ୍ଡ ଏଗୁଡ଼ା ତ ନାଁ କ'ଣ ଆପଣମାନେ କମେଣ୍ଟ କରି କହିବେ। ବହୁତ ପୁରୁଣା ଜିନିଷ ସବୁ ଏ ପ୍ୟାଲେସ୍ ଭିତରେ ଅଛି ଆପଣମାନେ ଯଦି ଜାଣିଥିବେ ସେଟା ବି କମେଣ୍ଟ କରିବେ। ଆଣ୍ଡ ଦେଖନ୍ତୁ ଏଠି ସବୁ କ'ଣ କ'ଣ ଅଛି ଏଠି ହାତୀ ଦାନ୍ତ ବି ସବୁ ଲଗା ହେଇଛି ପୁରୁଣା ସବୁ ବହୁତ ଆଗରୁ ଭଗବାନଙ୍କର ସବୁ ଫଟୋ ମୂର୍ତ୍ତି ସବୁ ପୁରା ଏଠି ଅଛି ଆପଣମାନେ ଦେଖନ୍ତୁ। ଆଉ କେତେ ସାରା ଲୋକ ବି ଆସୁଛନ୍ତି ସେଟା ବି ଦେଖନ୍ତୁ ବହୁତ ବଢ଼ିଆ ଲାଗୁଛି ଏଠି ଆସିକି। ଆଉ ଆମେ ଭିତରକୁ ବି ଯିବା ସେଟା ବି ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ ପୁରୁଣା ଜମାନାର କେତେ ବଡ଼ ମିରର ଆଗରୁ ଏ ମିରରରେ ଦେଖୁଥିଲେ ବହୁତ ସୁନ୍ଦର ହେଇଛି। ଦେଖନ୍ତୁ ଏଠି ସବୁ ଆସିକି ଫଟୋ ଉଠାଉଛନ୍ତି ଆଉ ଏଠି ଆମେ ବି ଫଟୋ ନେଇଗଲୁ 2 ଜଣ ବଢ଼ିଆ ଲାଗିଲା। ଦେଖନ୍ତୁ ଏବେ ସବୁ ଉପର ଗୁଡ଼ା କେମିତି ସବୁ ବନା ହେଇଛି ଏଠି ତାପରେ କବାଟ କେମିତି ବନା ହେଇଛି ସେଟା ବି ଦେଖନ୍ତୁ ବହୁତ ମଜବୁତ ଅଛି ଆଉ ବହୁତ ବାରିକିରେ ବନା ହେଇଛି। ଦେଖନ୍ତୁ ଗୋଟେ କେମିତି ଲାଗୁଛି ବହୁତ ସୁନ୍ଦର ଲାଗୁଛି ଦେଖନ୍ତୁ ଉପର ଗୁଡ଼ା ଏତେ ସୁନ୍ଦର ବନା ହେଇଛି। ଆଗରୁ ସବୁ ଯିଏ ବନଉଥିଲେ
से कारीगर मैंने बहुत बढ़िया बनई देखु ଏବେ ଯଦି ଘର ବନା ହବ ନା କେତେ ବର୍ଷ ରହିବ। ଆଗରୁ ଭାବନ୍ତୁ ଏସବୁ ବନା ହଉଥିଲା ଏବେ ପର୍ଯ୍ୟନ୍ତ ବହୁତ ଷ୍ଟ୍ରଙ୍ଗ ବି ଅଛି, କିନ୍ତୁ ଆମେ ଏବେ ଯୋଉ ବନଉଛନ୍ତି ସେ ମାନେ 10 ବର୍ଷରେ ପାଣି ଖରାପ ହେଇଯାଉଛି। ହେଲେ ଦେଖନ୍ତୁ ଫଟୋ ମାନେ ମିରର ଅଛି, ଆମ ଫଟୋ ବି ଆସୁଛି, ଜୁମ୍ କଲେ ଜଣା ପଡ଼ିବ। କିନ୍ତୁ ଏଠି ଦେଖନ୍ତୁ ଯୋଉ ସବୁ ଆଗରୁ ମାନେ ରାଜାଙ୍କର ଟାଇମରେ ମିଟିଂ ବସୁଥିଲା ସେଟା ଏଇଠି ବସୁଥିଲା। ଆଣ୍ଡ ନୃତ୍ୟ ଯାହା ହଉଥିଲା ବି ଡ୍ୟାନ୍ସ ଫ୍ୟାନ୍ସ ସେଇଟା ଏଠି ହଉଥିଲା। ଆଉ ସମସ୍ତେ ସାମ୍ନାରେ ଦେଖୁଥିଲେ। ଆଗରେ ବାଲକୋନି ଟାଇପର ଅଛି, ଲୋକମାନେ ବି ଦେଖୁଥିଲେ। ଏବେ ଦେଖନ୍ତୁ ପୁରା ଫ୍ରଣ୍ଟ ବି ଦେଖା ହଉଛି, ପୁରା ଗେଟ୍ ବି ଦେଖା ହଉଛି, ଲୋକମାନେ ବି ଅଛନ୍ତି। ଦେଖନ୍ତୁ ଏଠି କିଛି ବି କାର୍ଯ୍ୟକ୍ରମ ହଉଥିଲା ଆଗରୁ ସେ ସବୁ ଦେଖା ହଉଛି। ଏବେ ଦେଖନ୍ତୁ ସାଇଡରେ ମୁଁ ଆଉ ଥରେ ଆପଣଙ୍କୁ ଭଲ ଭାବରେ ଦେଖେଇ ଦଉଛି କେମିତି ଦେଖା ହଉଛି। ଏବେ କେମିତି ଲାଗିଲା ଆପଣ ମାନେ ବି କହିବେ, ଜଣେଇବେ। ଆଣ୍ଡ ମୁଁ ଆଗକୁ ଦେଖଉଛି, ଦେଖନ୍ତୁ ଉପର ଡିଜାଇନ ଗୁଡା ବହୁତ ସୁନ୍ଦର ଲାଗୁଛି ଆଉ ବହୁତ ବଢିଆ ଆକାରରେ ବନେଇଛନ୍ତି। ଇଏ ବି ରାଜା ଥିଲେ, ଇଏ ଆଉ ନାହାନ୍ତି, ଏଟା ଗଭର୍ଣ୍ଣମେଣ୍ଟ ଅଣ୍ଡରକୁ ପଳେଇଛି ମୈସୁର ପ୍ୟାଲେସ। ଆଣ୍ଡ ଦେଖନ୍ତୁ ମାନେ ସାଇଡରେ ବହୁତ ସୁନ୍ଦର ଆକାରରେ ବନେଇଛନ୍ତି ଆଉ ଡିଜାଇନ ତ ବହୁତ ବଢିଆ ଲାଗୁଛି। ପୁରା ମୈସୁର ପ୍ୟାଲେସ ର ହିଁ ଡିଜାଇନ ଟା ବହୁତ ବଢିଆ ଲାଗୁଛି। ଆଉ ଦେଖନ୍ତୁ ପୁରା ବାହାରଟାର ମାନେ ବହୁତ ବଢିଆ ଲାଗୁଛି। ବାହାରୁ ଯୋଉଠି ବସିକି ବାହାରୁ ସବୁ ଦେଖୁଥିବେ ବହୁତ ବଢିଆ ଲାଗୁଛି। ଦେଖନ୍ତୁ ଏବେ କେମିତି ଲାଗୁଛି ଆପଣ ମାନଙ୍କୁ। ପୁରା ଗେଟ୍ ବି ଦେଖା ହଉଛି। ଆଗ ଟାଇମରେ ବହୁତ ବଢିଆ ବନେଇଛନ୍ତି, ବହୁତ ବଢିଆ ହେଇଛି ପୁରାଟା। ଦେଖନ୍ତୁ ମତେ ତ ବେଶୀ ଭଲ ଲାଗୁଛି କଲର କମ୍ବିନେସନ, ବହୁତ ବଢିଆ ହେଇଛି। ଦେଖନ୍ତୁ ଏଇ ଜାଗାଟା ବହୁତ ବଢିଆ ଲାଗିଲା। କେମିତି ଦେଖାଯାଉଛି ଯେମିତି ତା ଭିତରେ ଏମିତି ବହୁତ ସାରା ସବୁ ଅଛି। କେମିତି ଲାଗୁଛି ଆପଣମାନଙ୍କୁ? ମତେ ଏଇ ଜାଗାଟା ବହୁତ ସବୁଠୁ ପସନ୍ଦ ଆସିଲା। ସାଇଡରେ ଗଣେଶଙ୍କର, ମା ସରସ୍ୱତୀଙ୍କର ଫଟୋ ଚିତ୍ର ଅଛି, ବହୁତ ବଢିଆ ଲାଗିଲା। ବହୁତ ଭଲ ଲାଗିଲା ଏସବୁ ଦେଖିକି। ମତେ ବେଶୀ ଭଲ ଲାଗୁଛି ଯୋଉ ଡିଜାଇନ ଗୁଡା ସବୁ ବନା ହେଇଛି, ତା ସହିତ କବାଟ ଗୁଡାର ଡିଜାଇନ ବି ସବୁ ଦେଖ ବହୁତ ବଢିଆ ହେଇଛି। ଏଇ କବାଟଟା ଦେଖନ୍ତୁ ବହୁତ ବଢିଆ ହେଇଛି। ଆଣ୍ଡ ଦେଖନ୍ତୁ ଏଇ ସବୁ ଏଇଟା ବି କେମିତି ଦେଖା ହଉଛି ସେଟା ବି ଆପଣ ମାନେ ଦେଖନ୍ତୁ। ସବୁ କବାଟ ଗୁଡା ଲକ୍ ଅଛି, ଯୋଉଟା ଦେଖିବା କଥା ସେ ଦେଖେଇଛନ୍ତି। ଆଣ୍ଡ ଏଠି ଦେଖନ୍ତୁ କିନ୍ତୁ ଉପର ଡିଜାଇନ ଗୁଡା ସବୁ ବନା ହେଇଛି, ଝୁମର୍ସ ଲାଗିଛି ଆଉ ବହୁତ ବଢିଆ ବନା ହେଇଛି। ସାଇଡ ଗୁଡା ବି ଦେଖନ୍ତୁ କେମିତି ହେଇଛି, କେମିତି ଲାଗୁଛି ଆପଣ ମାନଙ୍କୁ। ଆଉ ସେଟା ବି କହିବେ, ଜଣେଇବେ। ଦେଖଉଛି ପୁରାଟା ଆପଣ ମାନେ କେମିତି ଲାଗୁଛି ସେଟା ବି କହିବେ। ଦେଖନ୍ତୁ ଏମିତି ଜାଗା କାହାକୁ ପସନ୍ଦ ନୁହଁ, ବହୁତ ବଢିଆ ଲାଗୁଛି ଦେଖିବା ପାଇଁ। ମନ ହଉଛି ସେଇଠି ଯାଇକି ରହିବା ପାଇଁ। ଆଉ ଏଠି ବାଲକୋନି ବି ଅଛି, ଦେଖିପାରୁଥିବେ। ଆଉ ଆମେ 2 ଜଣ ଏବେ ଆସିଲୁ, କେମିତି ଲାଗୁଛି। ଏବେ ଦେଖନ୍ତୁ ଏଠିକାର ମାନେ ପୁରା ଚାନ୍ଦିର ହେଇଛି କବାଟଟା, କେମିତି ଲାଗୁଛି ଆପଣ ମାନେ ବି କହିବେ। ଆଉ ଉପର ଗୁଡା ଦେଖନ୍ତୁ ଡିଜାଇନ ଗୁଡା ବହୁତ ସୁନ୍ଦର ଆକାରରେ ବନା ହେଇଛି। ଏଗୁଡା ଦେଖନ୍ତୁ, ଆଉ ଏଠି ଦେଖନ୍ତୁ ରୂପାର ପୁରା କବାଟଟା ବନା ହେଇଛି, ରୂପାର ବନା ହେଇଛି ଆଉ ଲକ୍ ବି ଅଛି ଏଇଟା। ଆଉ ଫାଇନାଲି ଏଠୁ ସରିଲାଣି, ଆଉ ଅଳ୍ପ କିଛି ଅଛି। ଏଟା ଆପଣ ମୁହଁରେ ଦେଖେ ଲେଖା ହେଇଛି ବି ସିଲଭର ଡୋର। ଏବେ ଦେଖନ୍ତୁ ଆସିଗଲୁ ବାହାରକୁ। ଏବେ ହାତୀ ମାନଙ୍କର ସବୁ ଜିନିଷ ରଖା ହେଇଛି। ଏଠି ହାତୀ ସୁଣ୍ଡରେ ଯୋଉ ଲଗା ହୁଏ ରାଜା ମାନଙ୍କ ଟାଇମରେ, ସେ ସବୁ ରଖା ହେଇଛି। କେମିତି ଲାଗୁଛି ମାନେ ଆମେ ଏବେ ବାହାରକୁ ଆସିଗଲୁ, ଆଉ ଆମ ଚପଲ ଏବେ ନେଇକି ଆମେ ବାହାରକୁ ଆସିଗଲୁ। ଭୋକ କରୁଥିଲା ଖାଇବା ଜୋର, ସେଥିପାଇଁ ଖାଇଦେଲୁ ଟିକେ। ଆଉ ସେଠି ପ୍ୟାଲେସ ଭିତରେ ବି ମିଳିଯାଉଛି ଆଇସ୍କ୍ରିମ ବଗେରା। ଏବେ ଗାର୍ଡେନଟା ଦେଖନ୍ତୁ, ଆଉ ଟିକେ ବସିଲୁ କାରଣ ବହୁତ ଜୋର ଖରା ହଉଛି। ଆଉ ଟିକେ ରେଷ୍ଟ ନେଇଗଲୁ, ତାପରେ ଏବେ ଟିକେ ଆମେ ଯାଉଛୁ ଆଉ ଟିକେ ଫଟୋ ଭିଡିଓ ନେଇଗଲୁ ଫ୍ରଣ୍ଟ ଆଡକୁ। ଆଉ ଏଠି ଖରା ହଉଛି ତ ବେଶୀ କେହି ଲୋକ ନାହାନ୍ତି, ତ ଆମେ ଟିକେ ବୁଲାବୁଲି କଲୁ। ଏଠି ଦେଖନ୍ତୁ ମାନେ ଏଣ୍ଟ୍ରି ଗେଟଟା ଏଇଟା। ଆମେ ଯୋଉ ପଟେ ଆସିଲୁ ସେଟା ରାଇଟ ସାଇଡରେ ଥିଲା, ନାଇଁ ସରି ଲେଫ୍ଟ ସାଇଡରେ ତାର ଥିଲା। ତ ଆମେ
आसिलु बहुत बुलाबुली करिलु आपण मानक आउर किछि देखैबार अछि देखंतु गेटटा एटा हला फ्रंट गेट जेतेबेले राजा आसंती ए पटे आसंती आमे जो पटे आसतिलु सेटा लेफ्ट साइड थिला सेठी टिकेट होतला आ अंकल पोच देखंतु भल लागला एठी आसीकी देखंतु हम सेठु पळे आसिलु बाहर को आसी गलनु एबे आज ब्लॉग केमती थिला केमती लागला आपण माने जणेबे साइड साइड देखंतु बहुत सारा जिंस मिली होची आपण माने जे चाहेबे एठी सब सामान नै परिबे मते सब बेसी बुलेट टा भल लागला हम भी बुलेट किनिया पे कहतलु छाड़ दे परे पुणी आसे मो के किनि मो देखंतु म आपण मानको बुलेट देखौची केमती आ काठर भी सब पुराना डिजाइन सब बना है कार पर देखंतु केमती सब जिंस पतर सब देखले साइड साइड रे अपन जाको जो मिल जबो हम वीडियो जदि आपण मानको भल लागला लाइक शेयर सब्सक्राइब करिवे कमेंट माध्यम रे जणाइबे केमती लागला आज वीडियो एडिट करला सब कुछ बाय बाय नेक्स्ट देखा नेक्स्ट व्लॉग रे।